ବାଲେଶ୍ୱର ପୌରାଞ୍ଚଳର 1 ନମ୍ବର ୱାର୍ଡରେ 65 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳରେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କଲେ ସଦର ବିଧାୟକ ମାନସ କୁମାର ଦତ୍ତ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମାନସ କୁମାର ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ବାଲେଶ୍ୱର ପୌରପାଳିକାର 1 ନମ୍ବର ୱାର୍ଡରେ ବିଭିନ୍ନ ଜନକଲ୍ୟାଣକାରୀ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ପ୍ରଥମେ ପୁରୁଣା ବାଲେଶ୍ୱରସ୍ଥିତ ବାବା ବାଣେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀର ପ୍ରୋଟେକ୍ସନ ୱାଲ୍ ନିର୍ମାଣର ଶୁଭ ଦେଇଥିଲେ ବିଧାୟକ ଶ୍ରୀ ଦତ୍ତ। ପୌରପାଳିକାର 2024-25 ଆର୍ଥିକ ବର୍ଷ ଡିଭଲ୍ୟୁସନ ଫଣ୍ଡ ଅନୁଦାନ ପାଣ୍ଠିରୁ 19,95,000 ଟଙ୍କା ଖର୍ଚ୍ଚ ଅଟକଳରେ ବାଳିକା ସ୍କୁଲ ଠାରୁ କନକ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହେବ ଏହି ପ୍ରକଳ୍ପ। ପରେ 32,34,000 ଟଙ୍କା ଖର୍ଚ୍ଚ ଅଟକଳରେ ପଥରଘାଟ ରାସ୍ତା ଓ 13,65,000 ଟଙ୍କାରେ 1 ନମ୍ବର ୱାର୍ଡର ସଦାନନ୍ଦ ଓଝାଙ୍କ ଘରଠାରୁ ସୁଶୀଲ ଦାସଙ୍କ ଘର ପର୍ଯ୍ୟନ୍ତ ଫେବର ବ୍ଲକ ରାସ୍ତା ଓ ନାଳ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ନୂଆ ସରକାର ହେଲା ପରେ ମ୍ୟୁନିସିପାଲିଟିକୁ ଆର୍ଥିକ ବର୍ଷ 24-25 ଆଉ 25-26ରେ ଯେଉଁ ରାଜ୍ୟ ସରକାରଙ୍କ ତରଫରୁ ଅନୁଦାନ ପ୍ରାପ୍ତ ହେଇଛି ପାଖାପାଖି 7 କୋଟି ଟଙ୍କାର ଇନଫ୍ରାଷ୍ଟ୍ରକ୍ଚର ଅନୁଦାନ, ଯେଉଁଥିରେ ଆଜି ପୁରୁଣା ବାଲେଶ୍ୱରରେ ପାଖାପାଖି କୋଟିଏ ଟଙ୍କାର ରାସ୍ତା, ନାଳ ଏବଂ ଗାର୍ଡୱାଲ ଏମିତି ବିଭିନ୍ନ କମ୍ୟୁନିଟି ପ୍ରୋଜେକ୍ଟକୁ ଆଜି ଏଇଠି ଶିଳାନ୍ୟାସ ଦିଆଯାଉଛି। ଯତ୍ନବାନର ସହିତ କାମ କରିବା ପାଇଁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ବାଲେଶ୍ୱର ଏବଂ ତା'ର ପାଖାପାଖି ଅଞ୍ଚଳରେ କେମିତି ଅର୍ବାନାଇଜେସନକୁ ଆହୁରି ପ୍ରାଧାନ୍ୟ ଦେଇହେବ ତାକୁ ଗୁରୁତ୍ୱ ଦେଇ କରିକି ଇଏ ପ୍ରୋଜେକ୍ଟ ଗୁଡ଼ିକ କରାଯାଉଛି। ଆଜି ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା, ସ୍ଥାନୀୟ କାଉନସିଲର ମହୋଦୟା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତେ ଆସିଛନ୍ତି। ଗୋଟେ ସାମୂହିକ ପ୍ରୟାସ ଚାଲିଛି, ଯେଉଁ ପ୍ରୟାସରେ ବାଲେଶ୍ୱରକୁ ସରସ ସୁନ୍ଦର କରିବା ପାଇଁ ଆମେ ଲାଗିଛୁ। କାଉନସିଲର ସସ୍ମିତା ନାଥଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଉପସ୍ଥିତ ରହି ପୌରାଞ୍ଚଳର ଜନସାଧାରଣଙ୍କର ଦାବି ମୁତାବକ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଥିଲେ। ଆଜି ବାଲେଶ୍ୱର ମ୍ୟୁନିସିପାଲିଟିର 1 ନମ୍ବର ୱାର୍ଡର ଦୁଇଟା କାମ ଶୁଭ ଦିଆହେଇଛି, ଭିତ୍ତିପ୍ରସ୍ତର ସ୍ଥାପନ କରାହେଇଛି। 1 ନମ୍ବର ୱାର୍ଡର ଏଇ ବାଣେଶ୍ୱର ମନ୍ଦିର ପ୍ରାଣଙ୍ଗରେ ଯେଉଁ ପୋଖରୀ ଅଛି ତାର ପ୍ରୋଟେକ୍ସନ ୱାଲ୍ର ପାଖାପାଖି 20 ଲକ୍ଷ ଟଙ୍କାର ମୂଲ୍ୟରେ ଏ ପ୍ରୋଜେକ୍ଟ ହେବାକୁ ଯାଉଛି। ଆଜି ତାର ଶୁଭ ଦିଆହେଲା। ଆଉ ଗୋଟେ ମଧ୍ୟ ଅଛି ଉଡ଼ାପଦାର ତାର ପ୍ରୋଟେକ୍ସନ ୱାଲ୍, ନଈକି ଯିବା ପାଇଁ ଯେଉଁ ତାର ରାସ୍ତାର ୱାଲ୍ ଅଛି ସେଟା ମଧ୍ୟ 40 ଲାଖରୁ ଉର୍ଦ୍ଧ୍ୱରେ ନିର୍ମିତ ହେବ। ତେଣୁ এই ଦୁଇଟି କାମ ପ୍ରୋଜେକ୍ଟ ବାଲେଶ୍ୱର ମ୍ୟୁନିସିପାଲିଟିର ଡେଭଲପମେଣ୍ଟ ପାଇଁ ସବୁବେଳେ ଆମେ ତତ୍ପର ରହିବା ସହିତ ଗ୍ରାମବାସୀଙ୍କର ପ୍ରଚେଷ୍ଟାରେ, କାଉନସିଲରଙ୍କର ପ୍ରଚେଷ୍ଟାରେ ମଧ୍ୟ ଏ କାମ ମ୍ୟୁନିସିପାଲିଟି ହାତକୁ ନେଇଛି। ତେଣୁ ଯଥାଶୀଘ୍ର ଆମେ ତାକୁ କମ୍ପ୍ଲିଟ୍ କରିବା ପାଇଁ ଚେଷ୍ଟା କରିବୁ। ଯେହେତୁ ପୋଖରୀର ଏଇ ଗ୍ରାମବାସୀମାନଙ୍କର ମନ୍ଦିର ପ୍ରାଙ୍ଗଣରେ ଥିବାରୁ ବହୁତ ବର୍ଷରୁ ସେମାନଙ୍କର ଏଇଟା ଗୋଟେ ଥିଲା, ଆଶା ଥିଲା, ଅଭିଳାଷ ଥିଲା। ତେଣୁ ୟାକୁ ପୂରଣ କଲେ ମଧ୍ୟ ଏଇ ଗ୍ରାମବାସୀ ମଧ୍ୟ ଖୁସି ହେବେ। ଆଉ ଗୋଟେ ଉଡ଼ାପଦାର ଅଛି ମଧ୍ୟ। ଆଉ ବିଭିନ୍ନ ୱାର୍ଡ଼ର ପ୍ରୋଜେକ୍ଟ ଗୁଡ଼ିକ ବର୍ତ୍ତମାନ ସବୁ ଯେଉଁଗୁଡ଼ାକ ହେଇଥିଲା ପାଖାପାଖି 15 କୋଟି ଟଙ୍କାର ପ୍ରୋଜେକ୍ଟର ସବୁ ଟେଣ୍ଡର ହେଇଥିଲା, ବର୍ତ୍ତମାନ ସେଗୁଡ଼ା ଗୋଟି ଗୋଟିକି ଶୁଭ ଦିଆହେଉଛି। ତେଣୁ ଆଜି 1 ନମ୍ବର ୱାର୍ଡ଼ର 2ଟା ଶୁଭ ଦିଆହେଲା। ତେଣୁ ମୁଁ ଗ୍ରାମବାସୀକି ପ୍ରଥମେ ଧନ୍ୟବାଦ ଦେବି, ଆଉ ଏଇ ପ୍ରୋଜେକ୍ଟ ସହିତ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେବୁ। ସବୁ ପ୍ରକାରର ପ୍ରୋଜେକ୍ଟର ଆମେ ଚାହୁଁଛୁ ନିଶ୍ଚିତ ବାଲେଶ୍ୱର ମ୍ୟୁନିସିପାଲିଟିକୁ ଅର୍ଥ ଦାନରେ କମ୍ ନ କରନ୍ତୁ। ତେଣୁ ଆମେ ଯେତେ ଅର୍ଥ ଆସିଲେ ଆମେ ନିହାତି ଆଗକୁ ଉନ୍ନତିର ହାତ ବଢ଼ାଇ ପାରିବା ବା ଉନ୍ନତି ସହିତ ରହିବା। ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତି, ପୌରଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ ଓ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ବେହେରାଙ୍କ ସମେତ କାର୍ତ୍ତିକ ନାଥ, ଗୌରାଙ୍ଗ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ମନ୍ମଥ ପାତ୍ର, କାର୍ତ୍ତିକ ନାଥ, ଅନନ୍ତ ନାୟକ, ଦିଲ୍ଲୀପ ମାଝୀ, ଭରତ ନାୟକ, ରାମଚନ୍ଦ୍ର ମାଝୀ, ସୁକାନ୍ତ ଖଟୁଆ, ସାଦବ ଦାସ, ଗଜେନ୍ଦ୍ର ବେହେରା, ଧୀରଜ ମହାନ୍ତି, ବିଶ୍ୱଜିତ ଖଟୁଆ, ହରେନ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ବିଧାୟକ ଓ ପୌରାଧ୍ୟକ୍ଷା ବାବା ବାଣେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାଲେଶ୍ୱରବାସୀଙ୍କର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଗ୍ରାମବାସୀଙ୍କର ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ଓ ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ।